मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ନମସ୍କାର ଜ୍ଞାପନ କରୁଅଛି। ଆଜି ଦିନରେ ଆପଣମାନଙ୍କ ସହିତ କଥା ହେବା ଏହା ମୋ ନିମନ୍ତେ ବହୁତ ଆନନ୍ଦର ବିଷୟ ଅଟେ। ପ୍ରଭୁ ଯୀଶୁ ଆପଣଙ୍କୁ ବହୁତ ପ୍ରେମ କରନ୍ତି। ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ସେ ହୃଦୟରେ ବୋଝ ଦେଇଛନ୍ତି। ଏହି ୱାକ୍ ୱିଥ୍ ଜିଜସ୍ କାର୍ଯ୍ୟକ୍ରମକୁ ଆପଣ ଜଗତର କେଉଁ ଅଂଶରୁ ଦେଖୁଥିଲେ ମଧ୍ୟ ମୁଁ ଆପଣମାନଙ୍କ ନିମନ୍ତେ ନିତିଦିନ ପ୍ରାର୍ଥନାରେ ସ୍ମରଣ କରୁଅଛି। ପ୍ରିୟ ପିତା, ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଦେଖୁଅଛନ୍ତି ସେମାନଙ୍କ ଜୀବନରେ ତୁମେ ପ୍ରତିଦିନ ଆଶୀର୍ବାଦ ପ୍ରଦାନ କର ବୋଲି ଏହି ପ୍ରାର୍ଥନା ମୁଁ ପ୍ରତିଦିନ ଆପଣମାନଙ୍କ ନିମନ୍ତେ କରୁଅଛି। ପ୍ରଭୁ ଯୀଶୁ ଆପଣଙ୍କୁ ବହୁତ ପ୍ରେମ କରନ୍ତି। ବାଇବଲରେ ଆଦି ପୁସ୍ତକ 15 ଅଧ୍ୟାୟର 1 ପଦରେ ଅବ୍ରାହମ ନାମକ ଏକ ବ୍ୟକ୍ତିକୁ ପରମେଶ୍ୱର ବାକ୍ୟ ଦ୍ୱାରା କହିଲେ, ହେ ଅବ୍ରାହମ, ଭୟ କର ନାହିଁ, ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ। ପରମେଶ୍ୱର ଅବ୍ରାହମକୁ ଏହିପରି କହୁଛନ୍ତି, ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ। ହଠାତ୍ ପରମେଶ୍ୱର ଏହିପରି ତାଙ୍କୁ କାହିଁକି କହିଲେ? ଆପଣ ସମସ୍ତ କାର୍ଯ୍ୟକୁ ସେ ତିରସ୍କାର କରି ପରମେଶ୍ୱରଙ୍କ ପଛରେ ଆସିବା ନିମନ୍ତେ ନିଷ୍ପତ୍ତି ନେଲେ। ଯେଉଁଠାରେ ରହିବା ପାଇଁ ପରମେଶ୍ୱର ଅବ୍ରାହମକୁ କହିଲେ ସେଠାରେ ବହୁତ ପାପ ଶ୍ରାପର ସ୍ଥାନ ଥିଲା, କିନ୍ତୁ ତଥାପି ସେ ରହିଲେ। ଏହି ବ୍ୟକ୍ତି ପରମେଶ୍ୱରଙ୍କୁ ଭୟ କରୁଥିବା ସକାଶୁ ଭୟଭୀତ ହୋଇ ଈଶ୍ୱରଙ୍କ ଆଜ୍ଞାବହର ଜୀବନ ବିତାଇଲେ। ଚତୁଃପାର୍ଶ୍ୱର ଲୋକମାନେ ପରମେଶ୍ୱରଙ୍କୁ ଯେହେତୁ ଭୟ କରୁନଥିଲେ, ଏଣୁ ମୋ ମଧ୍ୟରେ ଭୟ ଥିଲା, ଯେହେତୁ ମୁଁ ସମସ୍ତଙ୍କ ଠାରୁ ଧାର୍ମିକ ଗଣିତ ହୋଇ ପରମେଶ୍ୱରଙ୍କ ଦୃଷ୍ଟିରେ ଥିଲି। ଏହି ଲୋକମାନେ ପରମେଶ୍ୱରଙ୍କୁ ଯେହେତୁ ଭୟ କରୁନାହାନ୍ତି, ଏଣୁ ମୋ ମନ ମଧ୍ୟରେ ଭୟ ଏକ ଜାତ ହୋଇଥିଲା। ଯେଉଁମାନେ ମୋ ସହିତ ବସବାସ କରୁଛନ୍ତି, କାମ କାର୍ଯ୍ୟ କରୁଅଛନ୍ତି, ସେମାନଙ୍କ ସ୍ୱଭାବ କାର୍ଯ୍ୟ ଭଲ ନାହିଁ। ଆପଣ ଏହିପରି ଚିନ୍ତା କରୁଅଛନ୍ତି ନା ଏ ଲୋକମାନେ କିଛି ଷଡ଼ଯନ୍ତ୍ର କରିପାରନ୍ତି? ଅବ୍ରାହମଙ୍କ ମନରେ ମଧ୍ୟ ଏହି ପ୍ରକାର ଗୋଟିଏ ଭୟ ଥିଲା, ଆମେମାନେ ତାହା ଦେଖୁଛୁ। ହେ ଅବ୍ରାହମ, ତୁମ୍ଭେ ଭୟ କର ନାହିଁ, ଯେହେତୁ ଆମ୍ଭେ ତୁମ୍ଭର ଢାଲଠୁ। ଢାଲର ଅର୍ଥ ଆପଣମାନେ ଜାଣନ୍ତି ନା? ସେ ଦିନମାନଙ୍କରେ ଯୁଦ୍ଧ କରିବା ବେଳେ ସୈନିକମାନେ ଆପଣାର ବାମ ହସ୍ତରେ ଢାଲ ଧରନ୍ତି, ପୁଣି ଦକ୍ଷିଣ ହସ୍ତରେ ଖଡ୍ଗ ଧରନ୍ତି। ଏହି ଢାଲ ସେମାନେ କାହିଁକି ଧରନ୍ତି? ଯେତେବେଳେ ଶତ୍ରୁ ଶୈତାନ ଆକ୍ରମଣ କରିଥାଏ ସେମାନଙ୍କ ଠାରୁ ରକ୍ଷା ପାଇବା ପାଇଁ। ପ୍ରଭୁ କହୁଅଛନ୍ତି, କେତେ ଲୋକ ତୁମମାନଙ୍କ ବିରୁଦ୍ଧରେ ଆସିଲେ ମଧ୍ୟ ତୁମେମାନେ ଭୟ କର ନାହିଁ। ହେ ଅବ୍ରାହମ, ଭୟ କର ନାହିଁ। ହେ ଅବ୍ରାହମ, ଭୟ କର ନାହିଁ, ଯେହେତୁ ଆମ୍ଭେ ତୁମ୍ଭର ସହବର୍ତ୍ତୀ ଅଟୁ। ଆମ୍ଭେ ତୁମକୁ ରକ୍ଷା କରିବା ବୋଲି ପରମେଶ୍ୱର କହୁଅଛନ୍ତି। ସେହି ପରମେଶ୍ୱର ଆପଣଙ୍କୁ କହୁଅଛନ୍ତି, ପୁଅ ଝିଅ, ଆପଣ ଯେଉଁଠାରେ କାମ କରୁଅଛନ୍ତି, ଯେଉଁଠାରେ ବସବାସ କରୁଅଛନ୍ତି, ତୁମର ଅମଙ୍ଗଳ କରିବା ପାଇଁ, ତୁମକୁ ନଷ୍ଟ କରିବା ପାଇଁ, ତୁମକୁ ଦୁଃଖ କଷ୍ଟ ଦେବା ପାଇଁ ତୁମ ଚତୁଃପାର୍ଶ୍ୱରେ କେତେ ଲୋକ ରହିଲେ ମଧ୍ୟ କେହି ତୁମର କୌଣସି କ୍ଷତି କରିପାରିବ ନାହିଁ, ଯେହେତୁ ଆମ୍ଭେ ତୁମ୍ଭର ଢାଲ ଓ ମହାପୁରସ୍କାର ସ୍ୱରୂପ ଅଟୁ। ମୋର ସେବା କାର୍ଯ୍ୟର ପ୍ରଥମ ଦିନମାନଙ୍କରେ ମୁଁ ବହୁତ କାନ୍ଦିବାକୁ ଲାଗୁଥିଲି। ପରମେଶ୍ୱର ମୋତେ ଏହି ପ୍ରକାର କହିଲେ, ତୁମେ କାହିଁକି କ୍ରନ୍ଦନ କରୁଛ? ଏହି ଦୁନିଆର ଲୋକମାନେ ଏହିପରି ହିଁ ଜୀବନଯାପନ କରନ୍ତି। ତୁମର କାର୍ଯ୍ୟରେ ଲୋକମାନେ ବିରୋଧ କରିବେ, ପୁଣି ଈର୍ଷାନ୍ୱିତ ହେବେ। ତୁମ୍ଭର କୌଣସି ହାନି କିମ୍ବା କୌଣସି ପ୍ରକାର କ୍ଷତି ହେବ ନାହିଁ, ଯେହେତୁ ଆମ୍ଭେ ସଦା ପ୍ରଭୁ ପରମେଶ୍ୱର ତୁମ୍ଭର ଢାଲ ଓ ମହାପୁରସ୍କାର ହୋଇ ତୁମକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା। ସେହି ଦିନଠାରୁ ମୁଁ କେବେ ଭୟଭୀତ ଆଉ ହେଉନାହିଁ। ଲୋକମାନେ ମୋ ପ୍ରତି ଯାହା ବି କରିଲେ ମଧ୍ୟ, ମୋ ବିରୁଦ୍ଧରେ ସେମାନେ ଗାଳି କଲେ ମଧ୍ୟ, ଦୁଃଖ ଦେଲେ ମଧ୍ୟ ମୁଁ କେବେ ମଧ୍ୟ ବିଚଳିତ ହୁଏ ନାହିଁ। ମୋହର ମନ ବିଚଳିତ ହେଉନାହିଁ, କିମ୍ବା କୌଣସି ବିଷୟ ନିମନ୍ତେ ମୁଁ ଦୁଃଖ କରୁନାହିଁ କିମ୍ବା ଭୟଭୀତ ହେଉନାହିଁ। ଏହି ଦୁନିଆର ଲୋକମାନେ ଏହିପରି ହିଁ ଜୀବନ ଯାପନ କରନ୍ତି, ଏହା ମୁଁ ବୁଝିଲି। ମୋର ଚତୁଃପାର୍ଶ୍ୱରେ ଆପଣଙ୍କ ଚତୁଃପାର୍ଶ୍ୱରେ ଲୋକମାନେ ରହିବେ, ତଥାପି କେହି ଆପଣଙ୍କୁ କିଛି କରିପାରିବେ ନାହିଁ, ଯେହେତୁ ପରମେଶ୍ୱର ଆମମାନଙ୍କ ଢାଲ ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆମମାନଙ୍କର ଢାଲ ସ୍ୱରୂପ ଅଟନ୍ତି। ଏ ପ୍ରଭୁ, ତୁମ୍ଭେ ଆମମାନଙ୍କର ଢାଲ ଓ ମହା ପୁରସ୍କାର ସ୍ୱରୂପ ଅଟ। କୌଣସି ବ୍ୟକ୍ତି ଆମମାନଙ୍କର କିଛି ହଇରାଣ କ୍ଷତି କରିବ ନାହିଁ। ପରମେଶ୍ୱର ମୋ ସହିତ ରହିଥିବା ସକାଶୁ କୌଣସି ବ୍ୟକ୍ତି, କୌଣସି ଶତ୍ରୁ ଶୈତାନ ଦୁଷ୍ଟ ଲୋକ ମୋର କୌଣସି କ୍ଷତି ହାନି କରିପାରିବ ନାହିଁ। ଯୀଶୁଙ୍କ ନାମରେ ଆମେ ବିଜୟ ହାସଲ କରୁଅଛୁ। ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍, ଆମେନ୍।